ଭିତର ବାହାର। ଲେଖକ ଶ୍ରୀ ମନୋଜ ଦାସ। ସାଧାରଣ ଆଖିରେ ଜୟପାଳ ଅସୁନ୍ଦର ଦିଶୁଥାଏ। ତାର ସଦ୍ବୁଦ୍ଧି, ତାର ସେବା ପରାୟଣତା ଇତ୍ୟାଦି ଗୁଣକୁ ସମସ୍ତେ ପ୍ରଶଂସା କରୁଥିଲେ। କିନ୍ତୁ ତା ସହପାଠୀମାନେ ତା ମୁହଁର ବେଢଙ୍ଗିଆ ଗଠନ ଯୋଗୁଁ ତା ସହ ମିତ୍ରତା କରିବାକୁ ମନ ବଳାଉନଥିଲେ। କେହି କେହି ତାକୁ ବିଦ୍ରୂପ କରୁଥିଲେ। ଅଧିକାଂଶ ବେଳେ ଜୟପାଳ ମୁହଁ ମାରି ରହୁଥାଏ। ଶିକ୍ଷକ ମହୋଦୟ ଛାତ୍ରମାନଙ୍କୁ କହୁଥାନ୍ତି, ଦେଖ ପିଲେ, ପ୍ରତ୍ୟେକ ରୂପର ନିଜସ୍ୱ ସୌନ୍ଦର୍ଯ୍ୟ ଅଛି, ତା ନିଜସ୍ୱ ସଂହତି ଅଛି। ଆମମାନଙ୍କ ଦୃଷ୍ଟି ପରିଚ୍ଛନ୍ନ ନୁହେଁ ବୋଲି ଆମେ ତାକୁ ବୁଝିବାକୁ ଅକ୍ଷମ। ଦ୍ୱିତୀୟତଃ, ସୌନ୍ଦର୍ଯ୍ୟ ବା ସଂହତି ସମ୍ପର୍କରେ ତମମାନଙ୍କ ଧାରଣା ବଡ଼ ସୀମାବଦ୍ଧ। ତେଣୁ ତମେମାନେ ଜୟପାଳ ମୁହଁକୁ ବିରୂପ ମନେକର। ତା ଆଡ଼େ ଅନେଇବା ବେଳେ ଯଦି ଏତିକି ମନେ ରଖିପାରିଥାନ୍ତ ଯେ ତାହା ମଧ୍ୟ ତମମାନଙ୍କ ମୁହଁ ଭଳି ବିଧାତାର ସୃଷ୍ଟ, ତେବେ ତମମାନଙ୍କ ଆଖି ଖୋଲିଯାଆନ୍ତା। ତମେମାନେ ତାକୁ ଭଲ ପାଇବାକୁ ଆରମ୍ଭ କରନ୍ତ। ଆଉ ଥରେ ତାକୁ ଭଲ ପାଇଲେ ବଳେ ବଳେ ସେ ତମମାନଙ୍କ ଆଖିକୁ ସୁନ୍ଦର ଦିଶନ୍ତା। ଗୁରୁଙ୍କ କଥାରେ କାହାରି କାହାରି ଦୃଷ୍ଟିକୋଣ ଅବଶ୍ୟ ବଦଳିଲା, କିନ୍ତୁ ସମସ୍ତଙ୍କର ନୁହେଁ। ଜୟପାଳ ଉଦାସ ହିଁ ରହିଲା। ଦିନେ ବଜାର ରାସ୍ତା ଦେଇ ଯାଉଥିବା ବେଳେ ଜୟପାଳ ଦେଖିଲା ଗୋଟିଏ ଦୋକାନ ସାମ୍ନା ରାସ୍ତା କଡ଼ରେ ଖଣ୍ଡିଏ ଦର୍ପଣ ପଡ଼ିଛି। ସେ ତାକୁ ଉଠାଇ ନେଇ ଦୋକାନୀକୁ ପଚାରିଲା, ଏଇଟା ଭୁଲରେ କେହି ରାସ୍ତାରେ ଛାଡ଼ି ଯାଇଛି କି? ନା ନା, ମୁଁ ସେଇଟାକୁ ଏଇନେ ଫୋପାଡ଼ି ଦେଲି। ସେଥିରେ କିଛି ଦୋଷ ଅଛି, ସେଥିରେ ମୁହଁ ଅଖାଡୁଆ ଅବାଗ୍ୟା ଦିଶେ। ଦୋକାନୀ କହିଲା। ଜୟପାଳ ସେଥିରେ ନିଜ ମୁହଁ ଦେଖିଲା। ସେ ଦେଖାଗଲା ନୂଆ ପ୍ରକାର। ସେ ପ୍ରତିଫଳନରେ ତା ମୁହଁର ବେଢଙ୍ଗ ଭାବ ଦୂର ହୋଇ ତା ଗଠନ ସୁସଂହତ ସୁନ୍ଦର ଦିଶୁଥାଏ। ସେ ଦର୍ପଣ ଖଣ୍ଡିକ ନିଜ କୋଠରୀକୁ ନେଇଯାଇ ଦୀର୍ଘ ସମୟ ତହିଁ ଉପରେ ଦୃଷ୍ଟି ନିବଦ୍ଧ କଲା। କ୍ରମେ ତା ମନକୁ ଆସିଲା ଏଇ ଭାବ, ତା ମୁହଁରେ ଯାହା ନାହିଁ ଦର୍ପଣ ତାକୁ ଦେଖାଇ ପାରନ୍ତା କି? କଦାପି ନୁହେଁ। ଯେଉଁ ସଂହତି ସେ ବର୍ତ୍ତମାନ ଲକ୍ଷ୍ୟ କରୁଛି ତାହା ତା ମୁହଁରେ ରହିଛି। ଦର୍ପଣ କେବଳ ମାତ୍ର ତାକୁ ପୁନଃ ବିନ୍ୟସ୍ତ କରି ଦେଖାଉଛି। ଯାହା ତାର ରହିଛି, ଖାଲି ବାହାରକୁ ତାହା ନାହିଁ ବୋଲି ମନେ ହେଲେ କିମ୍ବା ତାହା ଭିନ୍ନ ଦେଖାଗଲା ବୋଲି ସେ ଚିନ୍ତା କରିବ କାହିଁକି? ଏହି ପ୍ରଶ୍ନଟି ଉପରେ ସେ ଯେତିକି ଧ୍ୟାନ ଦେଲା, ସେତିକି ମାତ୍ରାରେ ତାର ହୃଦବୋଧ ହେଲା ଚେହେରା ପ୍ରତି ଯାହା ପ୍ରଯୁଜ୍ୟ, ଗୁଣ ପ୍ରତି ମଧ୍ୟ ତାହା ପ୍ରଯୁଜ୍ୟ। ଗୁଣ ଭିତରେ ରହିଥିବା ହିଁ ବଡ଼ କଥା। ବାହାରକୁ ଦେଖାଗଲା କି ନାହିଁ ତା ମୋଟେ ବଡ଼ କଥା ନୁହେଁ। ନିଜ ପ୍ରତି ତାର ମନୋଭାବ ବଦଳିଗଲା। ଜୀବନ ପ୍ରତି ଦୃଷ୍ଟିକୋଣ ବଦଳିଗଲା। ନିଜ ଭିତରେ ବିକଶିତ ହେଲା ଦୃଢ଼ ଆତ୍ମବିଶ୍ୱାସ। ବଳେ ବଳେ କେବେ ଅନ୍ୟମାନେ ମଧ୍ୟ ତା ଚେହେରାର ଅସହତି କଥା ପାସୋରି ଦେଇ ତା ପ୍ରତି ଶ୍ରଦ୍ଧାପୂର୍ଣ୍ଣ ଆଚରଣ କରିବାକୁ ଆରମ୍ଭ କରିଦେଇଥିଲେ। ସେ ବିଷୟରେ ସେ ସଚେତନ ନଥିଲା।